नमस्कार। आज वीडियो रे आमे जलवायु जनित विपत्ति और परिचालना पाठर प्रश्न उत्तर आलोचना करिबु। प्रश्न उत्तर एक क प्राकृतिक विपत्ति कहले कौन बुझाए? बहुत क्षतिर संभावना थिबा विपदपूर्ण अवस्था जहाँ प्राकृतिक सृष्ट ताहाकू प्राकृतिक विपत्ति कहा जाए। पाणीपाग जनित विपत्ति भूचलन अग्नि उद्गीरण जीव विज्ञान जगत तथा खगोलीय कारण हेउथिबा विपत्ति पूर्ण अवस्था यार अंतर्गत। उपकूल बन्या सृष्टिर कारण कौन? उच्च जुआर समय अधिक बेगरे पवन बहिबा बा झड़ बात्या जोगु सामुद्रिक ढेउ उपकूल अंचल को माड़ी आसिबा एवं उपकूल अंचल अनुच्च भूमि अंचल जल प्रतिरोधी व्यवस्था नथिबा उपकूल बन्या सृष्टिर कारण अटे। बन्या जोगु बहु स्थान सड़क और रेलपथ क्षतिग्रस्त होता है एवं गमनागमन विच्छिन्न हुए। विद्युत सरबराह बाधाप्राप्त हो जोगाजोग विच्छिन्न हुए। फसल हानि पशु संपद क्षतिग्रस्त रंधा खाद्य और पानीय जलर उत्कृष्ट अभाव कामल होइजा महामारी आदि रोग सापकामुड़ा जनित मृत्यु आदि होता है। झड़ा तोफान कौन? झड़ तोफान होउछि वायुमंडल एक अशांत अवस्था जद्वारा पृष्ठरे पाग पीड़दायक होता है। यह जोगु प्रबल बेगगामी पवन कुआ पथर वृष्टि बिजुली घड़घड़ी और प्रचुर वृष्टिपात होता है। झड़ तोफान बेले घर बाहर थिले कि सुरक्षा ग्रहण करिबो? झड़ आसिबा पूर्वरु एक निबुज कोठरी मध्य आश्रय नेबा। आश्रय स्थल नथिले कोनोसी गछ मूलरे रहिबा नाही। गछर उच्चता ठारू 2 गुण दूर खोला जगह को चली जिबा। घास पड़ियारे 2 हाथरे बेक को धरी मुह भूई आड़ को रखी बसी जिबा। कोनोसी धातव जिनिस तथा कोड़ी कोदाल लुहा बेंट छता आदि रु दूरे रहिबा। कहीं ना बेले ताठार आमे बिजुली आसिवर आघात लगी पारे। पानी भितरे रहिबा नाही। बेलाभूमि को जीवा नाही। डंगा व्यवहार करिबा नाही एवं कादुआ माटी रे मध्य ठिया हेबा नाही। साइकेल बा मोटर बाइक चलाइबा नाही। कुआ पत्थर किपरि सृष्टि हुए? ऊर्ध्वगामी उष्ण वायुमंडल रे क्रमशः शीतल हेले सेते थिबा जलकणा वियुक्त तापमात्रा रे घनीभूत हुए और जलीय अवस्था को कठिन अवस्था प्राप्त हुई कुआ पत्थर सृष्टि हुए। कुआ पत्थर वृष्टि साधारण भावे केबे हुई थाए? ग्रीष्म काल अपराह्न रे हुई थाए। बिजुली सृष्टिर कारण कौन? कृष्ण मेघ अंतर्गत वियुक्तात्मक चार्ज गतिशीलता एवं युक्तात्मक चार्ज सहित यार मिलन बिजुली सृष्टिर कारण अटे। घड़घड़ीर कि प्रभाव रही? घड़घड़ी जनित प्रचंड शब्द जोगु
କେତେକ ବ୍ୟକ୍ତି ସବୁଦିନ ପାଇଁ ଅଳ୍ପ ସମୟ ପାଇଁ କାଲ ହୋଇଥାନ୍ତି। କେତେକଙ୍କର ହୃତ୍‌ଯନ୍ତ୍ର କ୍ରିୟା ବନ୍ଦ ହୋଇ ମୃତ୍ୟୁ ହୋଇଥାଏ। ଘଡ଼ଘଡ଼ିର ବିସ୍ଫୋରଣାତ୍ମକ ସଂପ୍ରସାରିତ ବାୟୁଚାପ ପ୍ରଭାବରେ ବଡ଼ ବଡ଼ ଗଛ ଫାଲ ଫାଲ ହୋଇ ଫାଟିଯାଏ। ଓଡ଼ିଶାରେ କେବେ ଓ କେଉଁଠାରେ ଘୂର୍ଣ୍ଣିବାତ୍ୟା ହୋଇଥିଲା? ଏପ୍ରିଲ 16, 1978ରେ କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ପୁରୁଣା ବାନ୍ଦଗଡ଼ ଗ୍ରାମରେ ଘୂର୍ଣ୍ଣିବାତ୍ୟା ହୋଇଥିଲା। ଝଡ଼ ନିକଟ ହେଉଥିବା ସମୟରେ କି ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବ? ଝଡ଼ ନିକଟ ହେଉଥିବା ସମୟରେ ଖାଲି ଦେହରେ ନ ରହି ପୋଷାକ ଓ ଚପଲ ଜୋତା ପିନ୍ଧିବା। ଘରର ବିଦ୍ୟୁତ୍ ମୁଖ୍ୟ ସୁଇଚ୍ ବନ୍ଦ କରିଦେବା ଏବଂ ଗ୍ୟାସ୍ ଓ ପାଣିକଳ ବନ୍ଦ କରିଦେବା। ଆଶ୍ରୟ ପାଇଁ ଦୂର ଜାଗାକୁ ଯିବାକୁ ପଡ଼ୁଥିଲେ ସମସ୍ତ ମୂଲ୍ୟବାନ ପଦାର୍ଥ, ଗୃହପାଳିତ ପଶୁ ଓ ପ୍ରସ୍ତୁତ ଥିବା ଜରୁରୀକାଳୀନ ବ୍ୟାଗ୍ ଓ ଅନ୍ୟାନ୍ୟ ଆବଶ୍ୟକତା ବସ୍ତୁଗୁଡ଼ିକୁ ନେଇ ଶୀଘ୍ର ବାହାରିଯିବା। ଘୂର୍ଣ୍ଣିବାତ୍ୟାର ପ୍ରାକ୍ ସୂଚନା କିପରି ମିଳିଥାଏ? ଅଧିକ ବାୟୁ ତାପମାତ୍ରା ସହ ପୁଞ୍ଜ ମେଘ ସୃଷ୍ଟି ଏବଂ ଶୀଘ୍ର ଏହା କୃଷ୍ଣପୁଞ୍ଜ ମେଘରେ ପରିଣତ ହେବା। ଘନୀଭୂତ ମେଘ ଗୋଷ୍ଠୀଗତ ଭାବେ ଘୂର୍ଣ୍ଣାୟମାନ ଭାବରେ ଗତି କରିବା। ଆକାଶ ପାଣ୍ଡୁର ବର୍ଣ୍ଣ ହେବା ଓ ମଝି ମଝିରେ ନୀଳ ଆକାଶ ଦେଖାଯିବା। ବେଳେ ବେଳେ କୁଆପଥର ବୃଷ୍ଟି ହେବା। ପବନ ପ୍ରଚଣ୍ଡ ଗର୍ଜନ କରିବା ଆଦିରୁ ଘୂର୍ଣ୍ଣିବାତ୍ୟା ପ୍ରାକ୍ ସୂଚନା ମିଳିଥାଏ। କ୍ରାନ୍ତୀୟ ବାତାବର୍ତ୍ତ ସୃଷ୍ଟି ପାଇଁ କେଉଁ ଅନୁକୂଳ ଅବସ୍ଥା ଆବଶ୍ୟକ? କ୍ରାନ୍ତୀୟ ବାତାବର୍ତ୍ତ ସୃଷ୍ଟି ପାଇଁ ସମୁଦ୍ର ଜଳପୃଷ୍ଠର ତାପମାତ୍ରା 27 ଡିଗ୍ରୀ ସେଲସିୟସ୍ ବା ତଉର୍ଦ୍ଧ୍ୱ ରହିବା ଆବଶ୍ୟକ। ପବନକୁ ଘୂରେଇବା ପାଇଁ କୋରିଓଲିଅସ୍ ବଳର ଆବଶ୍ୟକତା ଥାଏ। ଜଳପୃଷ୍ଠ ଲଘୁଚାପ କେନ୍ଦ୍ର ଉପରକୁ ଟ୍ରୋପୋସ୍ଫିୟର ଉପରକୁ ଅଂଶରେ ଗୁରୁଚାପ କେନ୍ଦ୍ର ରହିଲେ ଲଘୁଚାପ ଘନୀଭୂତ ହୁଏ। ବାତ୍ୟା ଋତୁ କହିଲେ କ'ଣ ବୁଝାଏ? ଯେଉଁ ସମୟ ମଧ୍ୟରେ ବାତ୍ୟା ହୁଏ ତାହାକୁ ବାତ୍ୟା ଋତୁ କୁହାଯାଏ। ସାଧାରଣତଃ ଏପ୍ରିଲରୁ ମଇ ମାସ ଏବଂ ସେପ୍ଟେମ୍ବରରୁ ନଭେମ୍ବର ମାସ ମଧ୍ୟରେ ସମୟକୁ ବାତ୍ୟା ଋତୁ କୁହାଯାଏ। ବାତ୍ୟା ପରେ ପରେ କି ପଦକ୍ଷେପ ନେବା ଆବଶ୍ୟକ? ବାତ୍ୟା ପରେ ସରକାରୀ ଘୋଷଣା ନ ପକାଇବା ପର୍ଯ୍ୟନ୍ତ ବାହାରକୁ ଯିବା ନାହିଁ। ଗ୍ୟାସ୍ ଲିକ୍ ହେଉଛି କି ନାହିଁ ପରୀକ୍ଷା କରିନେବା। ଆଉ ଥରେ ତାକେ ଆମେ ଦେଖିଦେମୁ। ଛିଣ୍ଡି ପଡ଼ିଥିବା ବିଦ୍ୟୁତ୍ ତାର ପ୍ରତି ସତର୍କ ରହିବା। ସାପ କାମୁଡ଼ାକୁ ସାବଧାନ ଥିବା ଓ ପାଖରେ ଖଣ୍ଡେ ବାଳି ବା ବାଉଁଶ ରଖିବ। ସରକାରୀ ନିର୍ଦ୍ଦେଶନାମା ପରେ ହିଁ ଆଶ୍ରୟସ୍ଥଳକୁ ଛାଡ଼ିବ। ଅଂଶୁଘାତ କ'ଣ? କେତେକ ନିର୍ଦ୍ଦିଷ୍ଟ ସମୟରେ ହାରାହାରି ସର୍ବୋଚ୍ଚ ତାପମାତ୍ରା ବିଶେଷ ଭାବେ ବୃଦ୍ଧି ପାଇ ଜୀବନହାନି ହେଲେ ତାହାକୁ ଅଂଶୁଘାତ କୁହାଯାଏ। ଅଂଶୁଘାତ କେଉଁ ଲୋକମାନଙ୍କୁ ବିଶେଷ ଭାବେ ପ୍ରଭାବିତ କରେ? ଅଂଶୁଘାତ ଅତ୍ୟନ୍ତ ଦରିଦ୍ର ତଥା ଗୃହହୀନ ବ୍ୟକ୍ତି, ବୃଦ୍ଧ ବୃଦ୍ଧା, ଛୋଟ ପିଲା, ପୀଡ଼ିତା ଅବସ୍ଥା ଥିବା ଲୋକ, ମଦ୍ୟପାନ ଓ ଅନ୍ୟାନ୍ୟ ନିଶାଦ୍ରବ୍ୟ ସେବନ କରୁଥିବା ବ୍ୟକ୍ତିଙ୍କୁ ବିଶେଷ ପ୍ରଭାବିତ କରେ। ପାଗଜନିତ ମରୁଡ଼ି କ'ଣ? କୌଣସି ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ସେହି ଅଞ୍ଚଳର ହାରାହାରି ବୃଷ୍ଟିପାତ ଠାରୁ ଶତକଡ଼ା 25% ବା ତାଠାରୁ ଅଧିକ ଭାଗ କମ୍ ବୃଷ୍ଟି ହେଲେ ତାକୁ ପାଗଜନିତ ମରୁଡ଼ି ବୋଲି କୁହାଯାଏ। ମରୁଡ଼ି ପୂର୍ବାନୁମାନ କରିବା କାହିଁକି କଷ୍ଟକର? ସାଧାରଣତଃ ସମଗ୍ର ଦେଶରେ ଏକ ସମୟରେ ମରୁଡ଼ି ଦେଖା ନ ଯାଇ ଅଞ୍ଚଳ ଭିତ୍ତିକ ଦେଖାଯାଉଥିବାରୁ ଏହା ପୂର୍ବାନୁମାନ ହେବା କଷ୍ଟକର।
ମରୁଡ଼ି ସମୟରେ ଲୋକଙ୍କ ଆର୍ଥିକ ସୁରକ୍ଷା ପାଇଁ କି ପଦକ୍ଷେପ ଆବଶ୍ୟକ? ମରୁଡ଼ି ସମୟରେ ଲୋକଙ୍କ ଆର୍ଥିକ ସୁରକ୍ଷା ପାଇଁ ସ୍ଥାନୀୟ ଜଳ ଅମଳ ଉପାୟଗୁଡ଼ିକ ପ୍ରୋତ୍ସାହିତ କରିବା, ଜଳଛାୟା ପ୍ରକଳ୍ପର ବିକାଶ, ମରୁଡ଼ି ପରିସ୍ଥିତିରେ ବଢ଼ିପାରୁଥିବା ଶସ୍ୟ ବୁଣିବା, ବୃକ୍ଷଲତାର ସୁରକ୍ଷା, ଗୋରୁ ଗାଈ ଚରିବା ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ଓ କୃଷି ବ୍ୟତୀତ ଅନ୍ୟାନ୍ୟ କାମ ଧନ୍ଦାମାନ ଆରମ୍ଭ କରାଯିବା ଦରକାର। କେଉଁ ଜିଲ୍ଲାଗୁଡ଼ିକ ଓଡ଼ିଶାର ମରୁଡ଼ି ପ୍ରବଣ ଅଞ୍ଚଳ? କଳାହାଣ୍ଡି, ନୂଆପଡ଼ା, କୋରାପୁଟ, ବଲାଙ୍ଗୀର, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାଗୁଡ଼ିକର ମରୁଡ଼ି ପ୍ରବଣ ଅଟେ। ବିପତ୍ତି ଓ ବିପର୍ଯ୍ୟୟର ମଧ୍ୟରେ ପାର୍ଥକ୍ୟ ଦର୍ଶାଅ। ବିପତ୍ତି ବହୁତ କ୍ଷତିର ସମ୍ଭାବନା ଥିବା ବିପଦପୂର୍ଣ୍ଣ ଅବସ୍ଥାକୁ ବିପତ୍ତି ବୋଲି କୁହାଯାଏ। ବିପତ୍ତି ବିପର୍ଯ୍ୟୟର କାରଣ ଅଟେ, ମାତ୍ର ସବୁ ବିପତ୍ତି ବିପର୍ଯ୍ୟୟ ନୁହେଁ। ବିପର୍ଯ୍ୟୟ କୌଣସି ବିପତ୍ତିର ପ୍ରତିକୂଳ ପ୍ରଭାବ ଯୋଗୁଁ ସମଗ୍ର ଗୋଷ୍ଠୀର ଜୀବନ ଜୀବିକା, ସମ୍ପତ୍ତି ଓ ଭିତ୍ତିଭୂମି କ୍ଷତିଗ୍ରସ୍ତ ହେଲେ ଏହାକୁ ବିପର୍ଯ୍ୟୟ କୁହାଯାଏ। ଅଜ୍ଞାନତା, ପ୍ରାକ୍ ପ୍ରସ୍ତୁତ ନଥିବା ତଥା ଅସହାୟ ଗୋଷ୍ଠୀ ଉପରେ ବିପତ୍ତି ପଡ଼ିଲେ ତାହା ବିପର୍ଯ୍ୟୟରେ ପରିଣତ ହୁଏ। ପ୍ରାକୃତିକ ବିପତ୍ତି, ମନୁଷ୍ୟକୃତ ବିପତ୍ତି। ପ୍ରାକୃତିକ ବିପତ୍ତି ଜୀବମଣ୍ଡଳର କ୍ଷତି ଘଟାଇବାର ସାମର୍ଥ୍ୟ ଥିବା ପ୍ରାକୃତିକ ଦୁର୍ଘଟଣାଗୁଡ଼ିକୁ ପ୍ରାକୃତିକ ବିପତ୍ତି ବୋଲି କୁହାଯାଏ। ପାଣିପାଗ ଜନିତ ବିପତ୍ତି, ଭୂପୃଷ୍ଠସ୍ଥଳନ, ଭୂଚଳନ, ଅଗ୍ନି ଉଦ୍ଗୀରଣ, ଜୀବ ବିଜ୍ଞାନଗତ ତଥା ଖଗୋଳୀୟ କାରଣରୁ ହେଉଥିବା ବିପଦପୂର୍ଣ୍ଣ ଅବସ୍ଥା ଏହାର ଅନ୍ତର୍ଗତ। ମନୁଷ୍ୟକୃତ ବିପତ୍ତି ବ୍ୟକ୍ତିଗତ ତଥା ସାମୂହିକ ଭାବେ ମନୁଷ୍ୟ ଦ୍ୱାରା ସଂଘଟିତ ବିପତ୍ତିକୁ ମନୁଷ୍ୟକୃତ ବିପତ୍ତି ବୋଲି କୁହାଯାଏ। ବିଭିନ୍ନ ଶିଳ୍ପ ବିଜ୍ଞାନଗତ କାରଣ ମନୁଷ୍ୟକୃତ ବିପତ୍ତିର କାରଣ ଅଟେ। ଆକସ୍ମିକ ବନ୍ୟା ଓ ସହରୀ ବନ୍ୟା। ଆକସ୍ମିକ ବନ୍ୟା ଖୁବ୍ ଜୋରରେ ବର୍ଷା ହେଲେ ବା ପାର୍ବତ୍ୟ ଅଞ୍ଚଳରେ ଅଧିକ ବରଫ ତରଳିବା କାରଣରୁ ଆକସ୍ମିକ ବନ୍ୟା ଆସିଥାଏ। ପ୍ରବଳ ଜଳସ୍ରୋତ, ବଡ଼ ବଡ଼ ଗଛ, ବିଶାଳ ପଥରଖଣ୍ଡ ତଥା ଯାନବାହନ ଓ ଘର ଆଦି ଏହି ବନ୍ୟା ଦ୍ୱାରା ଧୋଇ ହୋଇଯାଇଥାଏ ଓ ବ୍ୟାପକ ଜୀବନଧନ ହାନି ଘଟିଥାଏ। ସହରୀ ବନ୍ୟା ପ୍ରବଳ ବର୍ଷା ବା ଲଗାଣ ବର୍ଷା ଯୋଗୁଁ ଉପଲବ୍ଧ ବୃଷ୍ଟିଜଳ ସହରସ୍ଥ ଜଳ ନିଷ୍କାସନ ବ୍ୟବସ୍ଥା ଦ୍ୱାରା ପରିବାହିତ ନ ହେବା କାରଣରୁ ସହରୀ ବନ୍ୟା ସୃଷ୍ଟି ହୋଇଥାଏ। ଏହି ବନ୍ୟା ଦ୍ୱାରା ରାସ୍ତାଘାଟ ପାଣି ଜମିବା ସହିତ ଘର ଭିତରକୁ ପାଣି ପଶିଯିବା କାରଣରୁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୁଏ। ବିଜୁଳି ଘଡ଼ଘଡ଼ି। ବିଜୁଳି ଆମେ ଆଲୋଚନା କରିବୁ। ମେଘ ମଧ୍ୟରେ କିମ୍ବା ମେଘ ଓ ଭୂମି ମଧ୍ୟରେ ଥିବା ପରସ୍ପର ବିପରୀତ ଚାର୍ଜର ମିଳନକୁ ବିଜୁଳିର ଉତ୍ପନ୍ନ ହୁଏ। ବିଜୁଳି ଦ୍ୱାରା କୋଠାରେ ନିଆଁ ଲାଗିଯାଏ, ଗଛ ଜଳିଯାଏ ଏବଂ ଲୋକମାନେ ମୃତ୍ୟୁବରଣ କରିଥାନ୍ତି। ବିଜୁଳିର ରକ୍ଷା ପାଇଁ ବଞ୍ଚୁଥିବା ଲୋକମାନଙ୍କ ମଧ୍ୟରେ କେତେକର ସ୍ମରଣ ଶକ୍ତି ନଷ୍ଟ ହୋଇଯାଏ ଓ କେତେକ ଜୀବନ ମଧ୍ୟ ଶିକାର ହୋଇଥାନ୍ତି। ଘଡ଼ଘଡ଼ି ବିଜୁଳି ନିର୍ଗମନ ହେଉଥିବା ବୈଦ୍ୟୁତିକ ଶକ୍ତି ସନ୍ନିକଟ ବାୟୁକୁ ଅତ୍ୟନ୍ତ ଉତ୍ତପ୍ତ କରିବା ଯୋଗୁଁ ବାୟୁ ପ୍ରଚଣ୍ଡ ବେଗରେ ସଂପ୍ରସାରିତ ହୋଇ ବିସ୍ଫୋରଣ ହୁଏ ଓ ଭୟଙ୍କର ଶବ୍ଦ ହୁଏ। ଏହାକୁ ଘଡ଼ଘଡ଼ି କୁହାଯାଏ। ଘଡ଼ଘଡ଼ିର ବିସ୍ଫୋରଣାତ୍ମକ ସଂପ୍ରସାରିତ ବାୟୁ ଚାପ ପ୍ରଭାବ ବଡ଼ ବଡ଼ ଗଛ ଫାଲ ଫାଲ ହୋଇ ଫାଟିଯାଏ ଓ ପ୍ରଚଣ୍ଡ ଶବ୍ଦ ଯୋଗୁଁ କେତେକ ବ୍ୟକ୍ତି ସବୁଦିନ ପାଇଁ
ସାମୟିକ ଭାବେ କାଲ ହୋଇଥାନ୍ତି। କେତେକଙ୍କର ହୃଦୟ କ୍ରିୟା ବନ୍ଦ ହୋଇ ମୃତ୍ୟୁ ହୁଏ। ଘୂର୍ଣ୍ଣିବାତ୍ୟା ବାତବତ କାହାଲି ସଦୃଶ୍ୟ ଘୂର୍ଣ୍ଣିୟମାନ ପବନକୁ ଘୂର୍ଣ୍ଣିବାତ୍ୟା କୁହାଯାଏ। ଘୂର୍ଣ୍ଣିବାତ୍ୟା ସ୍ଥାନୀୟ ଭାବେ ସଂଘଟିତ ହୋଇଥାଏ। ଘୂର୍ଣ୍ଣିବାତ୍ୟା କୋଠାଘର ଗୁଡ଼ିକୁ ଭାଙ୍ଗି ଦେଇପାରେ ଓ ବଡ଼ ବଡ଼ ଯାନ ଗୁଡ଼ିକୁ ମଧ୍ୟ ଉଡ଼ାଇ ନେଇଯାଇପାରେ। ଏହା ବହୁତ ଲୋକଙ୍କ ହଠାତ୍ ମୃତ୍ୟୁବରଣ କାରଣ ହୋଇପାରେ। ଏହା ପୋଖରୀଙ୍କ ପଙ୍କ ସହ ମାଛ ମଧ୍ୟ ଉଡ଼ାଇ ନେଇଥାଏ। ବାତାବର୍ତ୍ତ କ୍ରାନ୍ତୀୟ ମଣ୍ଡଳୀ ବାତ୍ୟାକୁ ବାତାବର୍ତ୍ତ କୁହାଯାଏ। ବାତାବର୍ତ୍ତ ଗୁଡ଼ିକ ସମୁଦ୍ର ପୃଷ୍ଠରେ ଉତ୍ପତ୍ତି ଲାଭ କରିଥାଏ। ବାତାବର୍ତ୍ତ ଯୋଗୁଁ ସମୁଦ୍ରରେ ବଡ଼ ବଡ଼ ଲହରୀ ଉଠେ ଏବଂ ଉପକୂଳ ଅଞ୍ଚଳରେ ବ୍ୟାପକ ଧନଜୀବନ ହାନି ଘଟାଇଥାଏ। ଗଛ ଉପୁଡ଼ିବା, ଘରଦ୍ୱାର ଭାଙ୍ଗିବା ଓ ବିଦ୍ୟୁତ୍ ସରବରାହ ବାତାବର୍ତ୍ତ ଦ୍ୱାରା ବାଧାପ୍ରାପ୍ତ ହୋଇଥାଏ। କ୍ରାନ୍ତିମଣ୍ଡଳୀୟ ବାତାବର୍ତ୍ତର କିଛି ବାତ୍ୟା ଦେଇଛି। କ୍ରାନ୍ତିମଣ୍ଡଳୀୟ ବାତ୍ୟାଗୁଡ଼ିକ ସମୁଦ୍ର ପୃଷ୍ଠର ଉତ୍ପତ୍ତି ଲାଭ କରିଥାଏ। କ୍ରାନ୍ତୀୟ ମଣ୍ଡଳୀୟ ବାତ୍ୟା କ୍ରାନ୍ତିମଣ୍ଡଳରେ ସୃଷ୍ଟି ହୋଇଥାଏ। ନାତିଶୀତୋଷ୍ଣ ମଣ୍ଡଳୀୟ ବାତ୍ୟା ନାତିଶୀତୋଷ୍ଣ ମଣ୍ଡଳୀୟ ବାତ୍ୟାଗୁଡ଼ିକ ଦୁଇ ଗୋଟି ବିପରୀତ ଗୁଣାବଳୀ ବିଶିଷ୍ଟ ଉଷ୍ଣ ଓ ଶୀତଳ ବାୟୁର ମିଳନ ସ୍ଥଳରେ ସୃଷ୍ଟି ହୋଇଥାନ୍ତି। ନାତିଶୀତୋଷ୍ଣ ମଣ୍ଡଳୀୟ ବାତ୍ୟା ନାତିଶୀତୋଷ୍ଣ ଅଞ୍ଚଳରେ ସୃଷ୍ଟି ହୋଇଥାଏ। ବାତାବର୍ତ୍ତର ଚକ୍ଷୁର ପ୍ରାଚୀର ବାତାବର୍ତ୍ତର ନିମ୍ନତମ ଚାପ ଥିବା ଅଂଶକୁ ବାତାବର୍ତ୍ତର ଚକ୍ଷୁ କୁହାଯାଏ। ବାତାବର୍ତ୍ତର ଚକ୍ଷୁ ଥିବା ଅଂଶରେ ନିର୍ମଳ ପାଗ ସହ ବାୟୁମଣ୍ଡଳ ସ୍ଥିର ରହିଥାଏ। ଚକ୍ଷୁ ପ୍ରାଚୀର ବାତାବର୍ତ୍ତ ଚକ୍ଷୁ ଓ ଘୂର୍ଣ୍ଣିୟମାନ ବାୟୁର ମଝିର ଅଂଶରେ ଥିବା ଏକ ପ୍ରକାର ପ୍ରାଚୀର ସଦୃଶ ଅଂଶକୁ ଚକ୍ଷୁ ପ୍ରାଚୀର କୁହାଯାଏ। ବାତ୍ୟାର ତାଣ୍ଡବ ଲୀଳା ଚକ୍ଷୁ ପ୍ରାଚୀରର ଚାରିପଟେ ଚାଲିଥାଏ। ଉତ୍କୃଷ୍ଟ ଜଳାଭାବ ଜନିତ ମରୁଡ଼ି ଫସଲ ହାନି ଜନିତ ମରୁଡ଼ି ପାଗ ଜନିତ ମରୁଡ଼ି ଦୀର୍ଘ ସମୟ ପାଇଁ ଲାଗି ରହିଲେ ଉତ୍କୃଷ୍ଟ ଜଳାଭାବ ଜନିତ ମରୁଡ଼ି ପରିଣତ ହୁଏ। ଏହି ମରୁଡ଼ି ଯୋଗୁଁ ପୋଖରୀ ତଥା ହ୍ରଦ ଆଦିର ଜଳସ୍ତର ଯଥେଷ୍ଟ ହ୍ରାସ ପାଏ। ଭୂତଳ ଜଳସ୍ତର ଅଧିକ ତଳକୁ ଚାଲିଯାଏ ଏବଂ ଜଳଭଣ୍ଡାର ଗୁଡ଼ିକର ଗଚ୍ଛିତ ଜଳର ପରିମାଣ ଊଣା ହୋଇଥାଏ। ଫସଲ ହାନି ଜନିତ ମରୁଡ଼ି ବୃଷ୍ଟିପାତର ପରିମାଣ ଯଥେଷ୍ଟ କମିଗଲେ ଫସଲ ବଢ଼ିବା ପାଇଁ ଉପଯୁକ୍ତ ପରିବେଶ ମିଳେ ନାହିଁ, ଯାହାକୁ ଫସଲ ହାନି ଜନିତ ମରୁଡ଼ି ବୋଲି କୁହାଯାଏ। ଏହି ମରୁଡ଼ି ଯୋଗୁଁ ଶସ୍ୟ ହାନି ହୁଏ ବା ବହୁତ କମ୍ ଅମଳ ହୁଏ। ଗମ୍ଭୀର ମରୁଡ଼ି ଅତି ଗମ୍ଭୀର ମରୁଡ଼ି ମଧ୍ୟମ ଧରଣର ମରୁଡ଼ିକୁ ଗମ୍ଭୀର ମରୁଡ଼ି ବୋଲି କୁହାଯାଏ। ବୃଷ୍ଟିପାତର ଅଭାବ 25% ରୁ 50% ମଧ୍ୟ ଥିଲେ ଏହାକୁ ଗମ୍ଭୀର ମରୁଡ଼ି ବୋଲି କୁହାଯାଏ। ଅତି ଗମ୍ଭୀର ଅତି ଭୟଙ୍କର ମରୁଡ଼ି ଅତି ଗମ୍ଭୀର ମରୁଡ଼ି ବୋଲି କୁହାଯାଏ। ବୃଷ୍ଟିପାତର ଅଭାବ 50% ଠାରୁ ଅଧିକ ହୋଇଥିଲେ। 3 ନମ୍ବର ପ୍ରଶ୍ନ, କେଉଁ ବନ୍ୟା ଯୋଗୁଁ ବ୍ୟାପକ ଜୀବନଧନ ହାନି ଘଟିଥାଏ? କ ନମ୍ବର ଯାହାକି ଉତ୍ତର ହେଲା କ ନମ୍ବର ଉତ୍ତର ହେଉଛି ଆକସ୍ମିକ ବନ୍ୟା। ଖ ନମ୍ବର 48, ଗ ହେଉଛି ସିଲଭର ଆୟୋଡିନ, ଘ ନମ୍ବର ହେଉଛି 3, ୱ ନମ୍ବର ହେଉଛି କୃଷ୍ଣପୁଞ୍ଜ ମେଘ, ଚ ହେଉଛି ଉପକୂଳ, ଛ ହେଉଛି ସାମୁଦ୍ରିକ ବାୟୁର ପ୍ରଭାବ। ଏହି ପାଠ ଥିଲା ପ୍ରଶ୍ନ ଉତ୍ତର ଆମେ ଆଲୋଚନା କରିଲୁ।